ভারাক্রান্ত ଥିବା ଜାପିରେ କି ନବୁ ଈଶ୍ୱର ବଡ଼ ସହଭାଗୀ କରିବା ନାହିଁ। ଈଶ୍ୱର ମାନବରେ କାବୁ ଯୋଡ଼ି ମିଶି ଯୀଶୁ ଖ୍ରୀଷ୍ଟ ପର୍ବତକୁ ଗଲେ ଯୀଶୁ ମସିହ ବୋରୁ ସେହାଇଲା ପ୍ରସ୍ତାବ ପାଇଁ ସ୍ୱର୍ଗରୁ 2 ଜଣ ଆସିଲେ। ଆକିମତ ଜାଗା ଲାତେ ସିର में बाबा କିଏ ଆସିଲେ? ଅପରାଧ କରି ଜଇନେ ଏଲିୟ ଏବଂ ମଶା ଏଲିୟ ଏବଂ ମୂଷା ଆସିଲେ। ଏଲିୟନ ମଶା नहीं ପ୍ରଭୁ ଯୀଶୁଙ୍କ ସହିତ ସେମାନେ କଥା ହଉଛନ୍ତି। प्रभु यीशु नो तेरे किन जगह এই বিষয়ে এই ଶିଷ୍ୟମାନେ ଦେଖି ପାରୁନାହାନ୍ତି। मेन विषय सिस्टम ता କାହିଁକି ଦେଖି ପାରୁନାହାନ୍ତି? सिके जगह कोन जाई କଣ ଲେଖା ଅଛି? चिना वाला करना 32 रे ସେତେବେଳେ ପିତର ତାଙ୍କ ସଙ୍ଗୀମାନେ ନିଦ୍ରାରେ ଭାରାକ୍ରାନ୍ତ ଥିଲେ। एन समरे पीटर एंड जुड़को यीशु पूरे को जापे करते ଶୋଇ ଯାଇଛନ୍ତି। जापे रिना कना को ସେଥିପାଇଁ ଗୋଟେ ସୁନ୍ଦର ଦୃଶ୍ୟ ଦେଖି ପାରୁନାହାନ୍ତି। इनानंद में सुंदर मेरे देखा कोन जाई ଦୃଶ୍ୟ କି ପ୍ରଭୁ ଯୀଶୁଙ୍କ ସହିତ अपन दृश्य की प्रभु ମୂଷା ଏବଂ ଏଲିୟ ଆସି କଥା ହଉଛନ୍ତି। मौसा एंड एलियो की जगह ଏମାନେ ତ ମୂଷା ଏଲିୟଙ୍କୁ କେବେ ଦେଖି ନାହାନ୍ତି। लेकिन मौसा नो एलियो ହଉଛନ୍ତି एन सुजो को हरे बोले टाइप ଏବଂ ସେଇ ସମୟରେ ପ୍ରଭୁଙ୍କର ଶରୀର ରୂପାନ୍ତରିତ ହେବାକୁ ଲେଖା ଅଛି। एन समय रे यीशु मसीह हम भगवान ଆଲୋକମୟ ହେଇଗଲା। मार्शल ना ଖାଲି ଆଖିରେ ଦେଖି ହେବ ନାହିଁ। सामो में ते गाने में ଈଶ୍ୱରଙ୍କର ଗୌରବ ତାଙ୍କ ନିକଟକୁ ଆସିଲା। ईश्वर मनान यीशु ସେମାନେ ଆଉ मसीह ଦେଖି ପାରୁନାହାନ୍ତି। इनमें तेरे काकोलन पे ଯେତେବେଳେ ଦେଖିଲେ मतलब सिमित एंगल लेके ଲେଖା ଅଛି इधर होला करना କିନ୍ତୁ ସେମାନେ मेंदो आको ସମ୍ପୂର୍ଣ୍ଣ ରୂପେ ଜାଗ୍ରତ ହୁଅନ୍ତେ पूरे देखो एबेनियन को ତାଙ୍କର ଗୌରବ आया मन रंग ଓ ତାଙ୍କ ସହିତ ଠିଆ ହୋଇଥିବା आए लोटे तिनु के ଏଇ ଦୁଇ ବ୍ୟକ୍ତିଙ୍କୁ ଦେଖିଲେ। मारो हो किनको नेल के ଯେତେବେଳେ ଦେଖିଲେ सिमित एंगल नेल के किने ସେତେବେଳେ ସେମାନେ ନିଦ୍ରାରେ ଥିଲେ। सिमित एंगल को जापड़े दे उठे ना ଯେତେବେଳେ ଯାଇଛନ୍ତି ଗୌରବ ଦେଖିଲେ। एंड देना ईश्वर मनन को नेल के ଈଶ୍ୱରଙ୍କର ଗୌରବ ଦେଖିବା ପାଇଁ ईश्वर मनन नेल लगे ଗୌରବର ସହଭାଗୀ ହେବା ପାଇଁ ईश्वर मनन जोड़ी में सब ଆମମାନଙ୍କୁ ଜାଗ୍ରତ ହେବା ଦରକାର। आवर कोटे दरकार ନିଦ୍ରାରୁ ଉଠିବା ଦରକାର। इसे जापड़े टोटन दरकार ହାଲେଲୁୟା। ଚାରିଟା ବିଷୟ ଆମର ଜାଗ୍ରତ ହେବା ଦରକାର। अपन को एबिनो दरकार ପ୍ରାର୍ଥନା ପାଇଁ ତୁମେ ଉଠ। प्रार्थना के टोटन पे ଶୋଇ ରୁହ ନାହିଁ। आलो पे जापड़े केनवा ଆମ ନିଦ୍ରାରୁ ଉଠିବାର ସମୟ ବୋଲି ଲେଖା ଅଛି। ना अब जापड़े टोटन के समय में जो लगा ସମସ୍ତଙ୍କୁ ଉଠେଇ ଦିଆଗଲା। जुलूस के उठे के लिखा ତୁମେ ପ୍ରାର୍ଥନା କର। उठे में हम प्रार्थना ପ୍ରଭୁ ଯୀଶୁ ପିତର ଏବଂ ଅନ୍ୟ 2 ଜଣ ଶିଷ୍ୟଙ୍କୁ ଉଠେଇଲେ। और प्रभु जी पितर नो इटा बाबा ପ୍ରାର୍ଥନା କର। अब उठे पे प्रार्थना पे ଦ୍ୱିତୀୟ ବିଷୟ ଦେଖିଲୁ कोई नंबर विषय में लिखा है ଆମେ ଆଲୋକର ସନ୍ତାନମାନଙ୍କ ପରି ଆଚରଣ କରିବାର ସମୟ ଏହା। जे अब मार्शल नॉन कॉल के सेशन के समय दिया इना में तो उठे ଆମେ ଅନ୍ଧକାରର ଲୋକ ନୁହେଁ। आप नोबेर नगद ସେଥିପାଇଁ कार ଉଠିବା ଦରକାର। ये तो उठे दरकार ଆମେ ଆଉ ଗୋଟେ ବିଷୟ ଦେଖିଲୁ अब ओने बनो सुने लिखा ଆମେ ମାନେ जे अब मन तो ଯେପରି जे मोन ଈଶ୍ୱରଙ୍କ ବିଷୟରେ ଜ୍ଞାନ ପାଇବା ईश्वर विषय ते ज्ञान गुनामिया ସେଥି ମଧ୍ୟ ଆମେ ଜାଗ୍ରତ ହେବା ଦରକାର। इना में अब उठे दरकार ତୃତୀୟ ଚତୁର୍ଥ ବିଷୟ ଦେଖିଲୁ 4 नंबर विषय में लिखा ଆମେ है ଈଶ୍ୱରଙ୍କର ସହଭାଗୀ ଗୌରବର ସହଭାଗୀ ହେବା। अवन को ईश्वर मनन में जोड़ी में से ସେଥି ମଧ୍ୟ ଆମକୁ ଉଠିବା ଦରକାର। इना में तब उठे दरकार ଜାଗ୍ରତ ହେବା ଦରକାର। ए बेनो दरकार ତୃତୀୟ ବିଷୟ ଦେଖିବା। ତୃତୀୟ ବିଷୟ କଣ ଲେଖା ଅଛି? 2 नंबर विषय को नाम करना ପ୍ରଥମ ପଦ ଯୋଉଟା ଆମେ ପଢିଥିଲୁ प्रथम पद को 5:14 एपिसोड 5 रे ଏ 14 रे ନିର୍ଣ୍ଣିତ ଜାତ ବୋଲି ଲେଖା ଗଲା। हे जापड़े के ଆଉ ଗୋଟେ ବିଷୟ କଣ ଲେଖା ଅଛି? अनमय विषय को नाम करना ଏପିସୋଡ 5:14 एपिसोड 5 रे 14 ତେଣୁ ଉକ୍ତଟି ଏ ନିଦ୍ରିତ ଯାକ ମୃତମାନଙ୍କ ମଧ୍ୟରୁ ଉଠ। କୋଉମାନଙ୍କ ମଧ୍ୟରୁ ଉଠ? अपन को तरह उठे पे ମୃତମାନଙ୍କ ମଧ୍ୟରୁ ଉଠ। भोजकन को भीतर तो होरे पे ବିଷୟ ଗଲା ଏ ନିଦ୍ରିତ ଯାକ अपन विषय काजी नहीं जापड़े के उठे ने ନିଦ୍ରିତର ଅବସ୍ଥା ଗୋଟେ ବିଷୟକୁ ଗୁରୁତ୍ୱ ନ ଦେଇ जापड़े केंद्रीय विषय गुरु तो ରହିବା गाइड ହଉଛି ନିଦ୍ରିତ ଅବସ୍ଥା। आपात अंत टाइम के अवत ना जापड़े केंद्रीय अवत ଦୁନିଆରେ କଣ ଘଟୁଛି କଣ ନାହିଁ ମୋର ସେଥିରେ ଯାଏ ଆସେ ନାହିଁ। विश्व में सीना होबंतर सीना तो कागे जाना पास न ଭୁଲି ଯାଇଛି। आया पाई जाएंगे रेंज दे ସେଇଟା ନିଦ୍ରିତ ଅବସ୍ଥାକୁ ବୁଝାଏ। इन्हें अवत ना जापड़े केंद्रीय अवत ସେଇଠାରୁ ଅନୁମାନକୁ ଉଠେଇ ଦିଆଯାଉଛି। इन्हें तब उनको उठे बुते ଜାଗ୍ରତ କରି ଦିଆଯାଉଛି। एवं बुते को ସଚେତନ କରି ଦିଆଯାଉଛି। होशियार से बुते को ଉଠ ବୋଲି କୁହାଯାଉଛି। इन्हें तो उठे करने का ସେ ବିଷୟ କଣ କହୁଛନ୍ତି ପାଉଲ? कोई नंबर विषय सीना के पाओ ଯେଉଁମାନଙ୍କ ମଧ୍ୟରୁ ଉଠ ଜାଗ୍ରତ ହୁଅ। कौन को तलाए उठे पे ମୃତମାନଙ୍କ ମଧ୍ୟରୁ भोजकन को तलाए थे କାରଣ ତ ଆମେ ମରିଯାଇଛୁ। इन्हें मना वो भोजकन ଓକେ
Yes, guys. ବାଇବେଲ ମିଛ କହୁଛନ୍ତି। ବାଇବେଲ ସାକାତ କଣଛି ପାଉଲ କହୁଛନ୍ତି ମୃତ ମାନଙ୍କ ମଧ୍ୟରୁ ତୁମେ ଉଠ। ପାଉଲ କହିଥିଲେ ଗୋଜାକାଙ୍କ ତଳା ଉଠେନ୍ତେ ତାର ଅର୍ଥ ଆମେ ମଧ୍ୟ ମରିଯାଇଛୁ। ଇନାରେ ମାନେ ଆମମାନଙ୍କ ମଧ୍ୟରୁ ଗୋଜାକାନ ତାର ଅର୍ଥ ଇନାରେ ମାନେ କେମିତି ମରିଛୁ ତାହେଲେ? ସିଲିକି ଗୋଜାକାନ ଏନ୍ଦ ଦୁଇ ପ୍ରକାର ମୃତ୍ୟୁ ଅଛି ବାଇବେଲରେ। ଦୁଇ ପ୍ରକାର ଗଣ ଏମିନା ବାଇବେଲରେ ଗୋଟେ ସ୍ୱାଭାବିକ ମୃତ୍ୟୁ। ମାନେ ସାଧାରଣ ଗଣ ଜଣେ ଜନ୍ମ ହେଇଛି ମାନେ ଦିନେ ମରିବ। ଇନାରେ ମାନେ ମାନେ ଜନ୍ମ କନା ଏଇଟା ସ୍ୱାଭାବିକ ମୃତ୍ୟୁ। ସାଦା ସିଧେ ସେ ଜ୍ୱରରେ ମରୁ, ଇନି ହାସୁଏ ରୋଗରେ ମରୁ, ରୋଗାଇତେ ଗଜରିୟ ଦୁର୍ଘଟଣାରେ ମରୁ, ଇନି ଆକ୍ସିଡେଣ୍ଟ ବୟସ ହେଇଯିବାରୁ ମରୁ, ବୟସ ପୁରାନ୍ତେ ଗଜରିୟ ମରଣରେ ମରୁ। ଗଣୟ ତ ଗଣୟ ଏଇଟା ଅଛି ସ୍ୱାଭାବିକ ମୃତ୍ୟୁ। ଏ ଆମର ସାଧାରଣ ଗଣ ଜଣେ ଜନ୍ମ ହେଇଛି ମାନେ ଦିନେ ମରିବ। ଇନାରେ ମାନେ ମାନେ ଜନ୍ମ କନା ମାନେ ଗଜର ଏଇଟା ହଉଛି ପ୍ରଥମ ମୃତ୍ୟୁ। ନିୟମତନ ପ୍ରଥମ ଆଉ ଗୋଟେ ମୃତ୍ୟୁ କଣ? ଅନ୍ୟ ଗୋଟେ ଗଣ ଅଛି ନା ଆତ୍ମିକ ମୃତ୍ୟୁ। ଆତ୍ମରେ ଗଣ ସ୍ୱାଭାବିକ ମୃତ୍ୟୁ ହଉଛି ଶରୀରର ମୃତ୍ୟୁ। ସାଧାରଣ ଗଣ ହାସାମରେ ଗଣ ଆଉ ଦ୍ୱିତୀୟ ମୃତ୍ୟୁ ହଉଛି ଆତ୍ମିକ ମୃତ୍ୟୁ। ଗୋଟେ ଦୋଳରେ ଗଣ ଆତ୍ମରେ ଆତ୍ମିକ ମୃତ୍ୟୁ କେମିତି? ଗଣ ଆତ୍ମରେ ଗଣ ଚିଲିକେ ଈଶ୍ୱରଙ୍କ ଠାରୁ ବିଚ୍ଛିନ୍ନ ହେବା ହଉଛି ଈଶ୍ୱର ତାହେଲେ ତୁରନ୍ତ ମତନ ଆତ୍ମରେ ଗଣ ଈଶ୍ୱରଙ୍କ ଠାରୁ ଅଲଗା ହେଇକି ହଉଛି ଆତ୍ମିକ ମୃତ୍ୟୁ। ଈଶ୍ୱର ତାହେଲେ ତାଙ୍ଗନନ୍ତେ ମତନ ଆତ୍ମରେ କଥା ମନେ ପକାନ୍ତୁ। ଇଦେନ ତାଙ୍ଗନେ ଜୁଡୁ ବିଟାଇ ଈଶ୍ୱର ଆଦମଙ୍କୁ ହବାକୁ କହିଲେ ଈଶ୍ୱର ଆଦମ ହବା କାছে ଯେଉଁଦିନ ଏଇ ବୃକ୍ଷର ଫଳ ଖାଇବ ಅವನ ಒಬ್ಬ ಮುಸ್ಲಿಂ ಜೋರ ದಾರೆ ಜೋರ ସେଇଦିନ କଣ ହେବ? ಎಲ್ ಮುಸ್ಲಿಂ ಚಿಲವನ್ಸುತ್ತೇವ କଣ ହେବ? ମରିବ ନା ନିତାନ୍ତ ମରିବ ନା? ಗೋಜೋ ಬಂಚಿ ಗೋಯರ್ ನಾ ಬಂಚಿ ଡାଉଟ ନାହିଁ। ಇಂತಾರಂಡ ಸಂದೇಹ ಮಾನು ନିତାନ୍ତ ଦେଖାଉଛି ମାନେ ಗೋಜೋ ಗಿಯರ್ ಮಿಂಟು ನಕನ ಮನೆ ସନ୍ଦେହ ନାହିଁ। ಇಂತಾರಂಡ ಸಂದೇಹ ಮಾನು ଈଶ୍ୱର ସେଟା ನಿಹಾತಿ ಬನ್ ಗೋಜೋ ଈଶ୍ୱର କହିଦେଲେ ଈଶ୍ୱର ତୁମେ ଯେଉଁଦିନ ଏଇ ବୃକ୍ଷର ଫଳ ଖାଇବ ಒಬ್ಬ ಮುಸ್ಲಿಂ ದಾರೆ ಜೋರ ସେଇଦିନ ಏನ್ ಮುಸ್ಲಿಂ ନିତାନ୍ତ ମରିବ। ನಿಶ್ಚಿತ ಬನ್ ಗೋಜೋ ସେଦିନ ଫଳ ଖାଇଲେ ସେମାନେ ଏନ୍ ମୁସେ କି ଜଗି ଜମ୍ ପିଲା ମଲେ କି? ହଜେ ନା କିଛି ତାହେଲେ ଈଶ୍ୱର ମିଛ କହିଲେ କି? ଈଶ୍ୱର ଜାଗାରେ ରାଜି କରେছে ଶରୀରର ମୃତ୍ୟୁ ହେଇନାହିଁ। ହାସା ଆମର ଗାୟ ଜାଗା ନା କୋଉ ମୃତ୍ୟୁ ହେଲା? ଅପନ ଗଣ ହବା ନା ଦ୍ୱିତୀୟ ଆତ୍ମାର ମୃତ୍ୟୁ ହେଲା। ଆତ୍ମାରେ ସେ ଆତ୍ମାର ମୃତ୍ୟୁର ଅର୍ଥ କଣ? ଆତ୍ମାରେ ଗଣରେ ମାନେ ଈଶ୍ୱରଙ୍କ ଠାରୁ ବିଚ୍ଛିନ୍ନ ହେଇଯିବ, ଅଲଗା ହେଇଯିବ। ଈଶ୍ୱର ତାର କି ତାଙ୍ଗ ନିଆ ଈଶ୍ୱର ସେମାନଙ୍କୁ କଣ କହିଲେ? ଈଶ୍ୱର କିଛି ନା କିଛି ଏଇ ଏଦମ ଉଦ୍ୟାନରୁ ତୁମେ ଗେଟ୍ ଆଉଟ୍। నేను ఇతను బదినైతే মানে ଏଠି ରହିପାରିବ ନାହିଁ। అవును আপনি তার কাগজ ତୁମ ସହିତ ମୋର ଆଉ ସମ୍ପର୍କ আপনার ନାହିଁ। যান সম্পর্ক বান্ধব ଯୋଉ ଈଶ୍ୱର অপর ঈশ্বর ପ୍ରତ୍ୟେକ ଦିନ প্রত্যেক দিন ସକାଳେ ସନ୍ଧ୍ୟାରେ ସେମାନଙ୍କ ପାଖକୁ সেটা ଆସୁଥିଲେ, আয়ে পাকিংতে হুজুর তাই না ସେମାନଙ୍କ ସହିତ ଗମନାଗମନ କରୁଥିଲେ, আখিরতে সেনবায় তাই না ସେଇଠାରୁ ସେ ବିଚ୍ଛିନ୍ନ ହେଇଗଲେ। ইনতায় লেকিন তোড়ায় না ଏଇଟା ହଉଛି ଯୋଉଟା ଆତ୍ମିକ ମୃତ୍ୟୁ। নিয়ে হবো আপনার দ্বিতীয় মৃত্যু বা ପାଉଲ ଯୋଉ କହୁଛନ୍ତି এটা যে পাওলো কোনে কাছে ସେମାନଙ୍କୁ ବର୍ତ୍ତମାନ ତୁମେ ଉଠ। অজাকান কত লাগে উঠতে মানে তো ମରି ଯାଇଥିବା ଭିତରେ ରହିଥିବା ଲୋକଙ୍କ ଠାରୁ ଉଠ ବୋଲି କହୁଛନ୍ତି କି? গোজাকান হবো তাহলে উঠতে হিন্দে কাছে ଆତ୍ମିକ ଭାବରେ ତୁମେ ମରି ଯାଇଛ, তখন আত্মার কাছে গোজাকান না ଈଶ୍ୱରଙ୍କ ଠାରୁ ବିଚ୍ଛିନ୍ନ ହେଇଯାଇଛ, ঈশ্বর তোড়াক না ସେଇଠାରୁ ତୁମେ ଉଠ। এইটা উঠতে ହାଲେଲୁୟା। ସମାଧିରୁ ଉଠିବାର ଶେଷ ଦିନରେ ଅଛି। ଉପକାରାୟ ଉଠେନ୍ତେ ମୁସେ ଦିନ ମିନା ଆମ ପ୍ରଭୁ ଯୀଶୁ ପୁରୀ ଧ୍ୱନିରେ ଦୂତମାନଙ୍କ ସହିତ ଆସିବେ। ମୁସିଂ ପ୍ରଭୁ ସାକ ସାଇଲ ସେଇ ସମୟରେ ସମାଧି ଗୁଡାକ ଖୋଲିବ। এই সময়ে কপাগাড়া খোলা হওয়া এই ଶରୀର ଯୋଉ ସମାଧିରେ ରହିଯାଇଥିବ, দেন হম অপন সমাজের পাইলে আশারে মিশে কিনুয়া ଅସ୍ଥି ହେଇଯାଇଥିବ, সাং সুমেরে কিনুয়া ସେଇ ଶରୀର ଉଠିବ। এন হম উঠেনে ଶରୀର ସହିତ ଉଠିବ। হম লতে উঠেনে ସେଇ ଶରୀର ମଧ୍ୟ ରୂପାନ୍ତରିତ ହେବ। এন হম মধ্যে বদলা করা ତାପରେ ମଧ୍ୟ ଆକାଶକୁ ସେମାନେ ନିତ। এন ছাড়া তালারে মিলতে কোসেন ଶରୀର ମରିଯାଇଥିବା ଶରୀର ଉଠିବାଟା ଶେଷ ଦିନରେ ଅଛି। বজাকে হম উঠেনতে মুছে দিন ବର୍ତ୍ତମାନଙ୍କ ମନରେ ଉଠ ବୋଲି କହୁଛନ୍ତି। দেন পাও লোকন গণায় উঠেন দিন ଶରୀରର ଉଠିବା ବିଷୟ କହୁନାହାନ୍ତି। এনা হমরে উঠেন ଆମେ ଆତ୍ମାରେ ଆତ୍ମିକ ଭାବରେ ମରିଯାଇଛୁ। अब आत्मरे ସେଇଠାରୁ ସେ ଉଠିବା ପାଇଁ କହୁଛନ୍ତି। এন গণায় উঠেনতে কাছে ତେବେ ଈଶ୍ୱରଙ୍କ ଠାରୁ ଆମେ ବିଚ୍ଛିନ୍ନ ହୋଇଯାଇଛ। अब ईश्वर तारू তোড়াক না ତୁମକୁ ଈଶ୍ୱରଙ୍କ ଠାରୁ ଅଲଗା କରିଦେଇଛି। तो ईश्वर तारे तागन रे ସେଇଠାରୁ ତୁମକୁ ଆଜି ଉଠିବାକୁ ହେବ। तारे उठेन तो हुआ पिया ତୁମେ ମୃତ୍ୟୁମାନଙ୍କ ମଧ୍ୟରୁ ଉଠ। अबे বজাকে কইতে উঠেন ଆଜି ଆମେ ସେଇ ମୃତ୍ୟୁରେ ଉଠିବା ଦରକାର। বেশি এন গণায় উঠেন দরকার ଅପବ୍ୟ ପୁତ୍ରଙ୍କ ବିଷୟରେ ମଧ୍ୟ ତାଙ୍କ ବାପା କଣ କହିଲେ? অপবে পুত্র
ଆଏ ବାପା ସିନା କାଜି ରାୟ ବସେ ଫେରି ଆସିଲେ ସେମିତି କିନି ହୁଜୁର ହୁଏ ନା ବାପା କଣ କହିଲେ ଆଏ ବାପା ସିନା କାଜି କିରା ଏ ମୋର ଏଇ ପୁଅ ନେନ୍ ହନ୍ ହଜି ଯାଇଥିଲା ଆଲେନ୍ ତାଇକିନା ଆଉ ମିଳିଲା, ନାମୁରେ କି ମରି ଯାଇଥିଲା ଗୋଇଲେନ୍ ତାଇକିନା ଆଉ ବଞ୍ଚିଲା। ପୁନ ଜିଏଡିଆ ନା ସେ ମରି ଯାଇଥିଲା କି ଆଏ ଗୋଇଲ ନା ଶରୀର ଭାବରେ ମରିଥିଲା, ଆସାମର ଗୋଇଲ ନା ଛି କୋଉଠାରେ ମରିଥିଲା? କୋଣ୍ଡେ ଗୋଇଲ ନା ଆତ୍ମିକ ଭାବରେ ମରିଥିଲା। ଆତ୍ମ ମାନେ କେତେ ଗୋଇଲେ ସେଥିପାଇଁ ତା ବାପା କଣ କହୁଛନ୍ତି? ଇନେ ତାଇ ବାପା ସିନା ଏଇ ମୋର ପୁଅ ନେନ୍ ନା ହନ୍ ହଜି ଯାଇଥିଲା ଆଲେନ୍ ତାଇକିନା ଆଜି ମିଳିଲା, ବେଶୀ ନାମୁରେ ନା ମରି ଯାଇଥିଲା ଗୋଇଲେନ୍ ତାଇକିନା ଆଜି ବଞ୍ଚିଲା। ବେଶୀ ଜିଏଡିଆ ନା ଆଜି ଆମେ ମଧ୍ୟ ମରିଯାଇଛୁ। ବେଶୀ ଆଉମନ ଦେବ ଗୋଜା କାନା ଈଶ୍ୱର ଭାଇ ଭଉଣୀ ମାନେ ଯୀଶୁ ମାସରେ ଆମେ ଯଦି ଆଜି ମଧ୍ୟ ପାପ କରୁଛୁ, ଆଉ ବେଶୀ ଏବଂ ପାପ ଆମେ ହେଇଥିଲା ଈଶ୍ୱରଙ୍କ ଠାରୁ ଅଲଗା ହଉଛୁ। ଆଉ ଈଶ୍ୱର ତାକୁ ଏଇ ପାପ ଅଲଗା ହେବା ହିଁ ଆମେ ଆତ୍ମିକ ଭାବରେ ମରିଯାଇଛୁ। నేను తాగని దాంతే ఆత్మరే ଆମେ గుణాడు ଆତ୍ମିକ ଭାବରେ ମରିଯାଇଛୁ। అప్పుడు ఆత్మరే తో ସେମାନଙ୍କୁ କୁହାଯାଉଛି ఓ కాజీ ముతనే ମୃତମାନଙ୍କ ମଧ୍ୟରୁ ଉଠି ଆସ। ఓ జకరే కంటెంట్ ଉଠିବା କି? అవు ఉటనేసి ଉଠିବା ପାଇଁ ଚାହୁଁଛନ୍ତି ఉటన లేదు సమయం తరసి ନା ମରିଯିବା ହିଁ? చెపు గోజా కను ଉଠିବା ତ? ఉటనబు తో ତାହେଲେ ଉଠିବା ପାଇଁ ଆବଶ୍ୟକ କଣ? ఎంత ఉటన లేదు సినా దొరకర ଯୋଉ ମନ୍ଦ ପଥକୁ ଆମେ ଫେରି ଯାଇଛୁ, ఓ కొన్ ఖరాబ్ బాబు సెనురే ଈଶ୍ୱରଙ୍କ ଠାରୁ ଅଲଗା ହେଇଯାଇଛୁ, తరు తాగని రాకనా ଆତ୍ମିକ ଭାବରେ ମୃତ୍ୟୁ ହେଇଯାଇଛୁ। ఆత్మరే గోజా ଆମେ కనా ଫେରି ଆସିବା ప్రభువు ପ୍ରଭୁଙ୍କ రేపు ప్రభుతే ଅପବ୍ୟ ପୁତ୍ରଙ୍କ ନ୍ୟାୟ ଫେରି ఎంత ଆସିବା। అప్పుడే పుత్రుని ପ୍ରଭୁ కప్పుచురే କଣ କହିବେ? ఎంత పहुచిన కచి ପୁଅ ଝିଅମାନେ ନେନ୍ ହନଗାନାକୋ ହଜି ଯାଇଥିଲେ, ఆన్లైన్ తైకినకో ମିଳିଛନ୍ତି, బిసి నామురేనకో ମରି ଯାଇଥିଲେ, ఓయలన్ తైకినకో ବଞ୍ଚିଛନ୍ତି। బిసి కు జీడెకి ହାଲେଲୁୟା, హల్లెలూయా ହାଲେଲୁୟା। హల్లెలూయా ତେଣୁ ପ୍ରକାଶିତ ବାକ୍ୟରେ ఇనమంటే ఉనుదొక్కితే ସେ ମଣ୍ଡଳୀୟ ପ୍ରଭୁ ଯୀଶୁଙ୍କର ଚିଠି ଲେଖିଲେ। ఎపిసి మొండలితో ప్రభు యేసు చిట్టి ସେ ଲେଖିଲେ ఆ ఒల్కిరా ତୁମେ ନାମରେ ଜୀବିତ, আপনি নতুন থেকে జీడెకి କିନ୍ତୁ ପ୍ରକୃତରେ କଣ? నేను సారికతో ପ୍ରକୃତରେ ମୃତ୍ୟୁ। సారికతో ଯାହାକୁ ମାତ୍ର ଜୀବନ ଦେଉଛ, নতুন থেকে జీడెకి କିନ୍ତୁ ପ୍ରକୃତରେ ମରିଯାଇଛ। సారికతో గుజా కన్నా ତାର ଅର୍ଥ କଣ କହିବାକୁ మానవ ଚାହୁଁଛ? చిన్నాడే కలిగిన ଶରୀରର ମୃତ୍ୟୁ ବିଷୟରେ କହୁନାହାନ୍ତି, ఆసామర గుణద కాక జీవితం ଆତ୍ମିକ ମୃତ୍ୟୁ ବିଷୟ। ఆత్మర గుణ విషయ కాజీ ଯେହେତୁ ତୁମେ ଯୋଉ ଉତ୍ତମ କର୍ମ ସବୁ କରିବା କଥା, చేత ఒకొన్సన్ బుగిన్ బయట కాయితే ତାହା కాసి କରିନ। అపైన కవి బయటే గిరే ସେଥିପାଇଁ ତୁମେ ନାମକୁ ମାତ୍ର ଜୀବନ ଦେଉଛ, নতুন গুলো বিজিয়ে রেখে ପ୍ରକୃତରେ ମରିଯାଇଛ। প্রকৃতর গুজা কানা ପ୍ରକୃତରେ ମରିଯାଇଛି। মন্ডলী প্রকৃতর গুজা কানা আবু ঈশ্বরের বাগানে ଆମେ রাখনা ମରିଯାଇଛୁ ମନେ ରଖନ୍ତୁ। আবু গোজা কানা অনুর কেতে ଆମମାନଙ୍କୁ ବଞ୍ଚିବାକୁ ହବ। আবু জিরে তো ଆମକୁ ପ୍ରଭୁଙ୍କ ପାଖକୁ ଫେରିବାକୁ আবু প্রভুতে উজুরে ଆମେ রাখবা ଆତ୍ମିକ ଭାବରେ ମରିଯାଇଛୁ। আবু আত্মার ପౌଲ କହୁଛନ୍ତି, ইনে তো পাউল কাসিতে নে ଏ ନୀତିକ এ চাপড়ে কে পেদে না রে ଗୀତ ବିଷୟ କଣ କହିଲେ? কোন ভবিষ্যৎ কাজে কি ଲୋକମାନଙ୍କ ମଧ୍ୟରୁ গোজা কান কইতে ତେଣୁ ପ୍ରଭୁ ତୁମକୁ କଣ କରିବେ? বান্তরে তো পৌঁছে না কাজে নিয়ে କଣ କରିବେ? ଲେଖା ଅଛି। চিনাচ কেমিয়া ଏଥିରେ 5:14 105 আর 14 রে ଆଦରକୁ ପ୍ରଦାନ କରିବେ। 5 সালে এমাপিয়া ତୁମେ ଯଦି ଜାଗ୍ରତ ନିଦ୍ରାରୁ ଉଠିବ, আপনি যদি জাপিড়ে দিবে উঠেনে ମୃତମାନଙ୍କ ମଧ୍ୟରୁ ଉଠିବ, গোজা কান কইতে ତେବେ উঠেনে ପ୍ରଭୁ ତୁମକୁ ଆଲୋକକୁ ନେବେ। এন্ড প্রভু আমাকে মার্শাল তৈরি কিয়া ଯୋଉଟାକି କେବେ ଅନ୍ଧକାର ନାହିଁ। ওপন আছে চুইলো কান হবে এন্ড ওপনতা ଏଇଟା କୋଉଟା? দা ওপনতা ସ୍ୱର୍ଗ। স্বর্গ ଏଠାରେ ଅନ୍ଧକାର ନାହିଁ, বিন্টারে ରୋଗ ନାହିଁ, গোগা বানোয়া ସୁତା ନାହିଁ, তেতাং বানোয়া ମୃତ୍ୟୁ ନାହିଁ, গনয় বানোয়া ଦୁଃଖ ନାହିଁ, দুঃখ বানোয়া କ୍ରନ୍ଦନ ନାହିଁ, রানা বানোয়া ଲୁହ ନାହିଁ। মেদা বানোয়া এই আলোকময় স্থাନରେ চিরদিন ପାଇଁ। মার্শাল পেরেকান জায়গার সবে মিলি ଖ୍ରୀଷ୍ଟର ପ୍ରିୟ ଭାଇ ଭଉଣୀମାନେ, খ্রিস্টরেন দুলাগার ଆଜି অভিষেক ଆମେ ନିଦ୍ରା ଅବସ୍ଥାରେ ଅଛୁ କି? আমাদের সিং জাপিড়ে কিন থেকে মিনা ପ୍ରାର୍ଥନା হচ্ছে କରିବା ପାଇଁ ଉଠନ୍ତୁ, প্রার্থনা লাগে উঠেনতে ଉତ୍ତମ କର୍ମ କରିବା ପାଇଁ ଉଠନ୍ତୁ, দুদিন ফাইট ফাইট লাগে ଆଲୋକର ସନ୍ତାନମାନଙ୍କ ପରି କାର୍ଯ୍ୟ କରିବା ପାଇଁ ଉଠନ୍ତୁ, মার্শালে নগরকে ফাইট ଈଶ୍ୱରଙ୍କ লাগে ବିଷୟରେ ଜ୍ଞାନୀ ହେବା ପାଇଁ ଉଠନ୍ତୁ। ঈশ্বর বিশুদ্ধ জ্ঞান নামে ଏବଂ ଆଜି ଆମେ ଆତ୍ମିକ ଭାବରେ ମରିଯାଇଛୁ କି? আমরা সিং আমাদের ପାଉଲ আত্মা না କଣ କହୁଛନ୍ତି? ମୃତମାନଙ୍କ ମଧ୍ୟ ଉଠି ଆସ, পাউল মেনে তোরা গোজাগান করে ତେବେ ତୁମକୁ ଆଲୋକର ସ୍ଥାନକୁ ନିଆଯିବ। আপনি মার্শাল জায়গা ନହେଲେ থেকে ତୁମେ ସେଇ ଅନ୍ଧକାରରେ ହିଁ ରହିଯିବ। আপনি নুবে ତମେ ସେଇ ନର୍କ କୁଣ୍ଡ। এন নুবে জায়গা নর্ক কুণ্ড কানা ଆଜି ଆମେ ବିଶ୍ୱାସୀ ଭାବରେ আমাদের সেই বিশ্বাস ବିଶ୍ୱାସୀ କହିଲି, ଏଇ ଚିଠି ବିଶ୍ୱାସୀ ମାନଙ୍କୁ ଲେଖାଯାଇଛି। আমি প্রথম দিন কাজে এটা ଅଣବିଶ୍ୱାସୀ ମାନଙ୍କ ପାଇଁ ଲେଖା ନୁହେଁ। কার বিশ্বাস করে বাক্য ପାଉଲ ଏଫେସୀୟ ମଣ୍ଡଳୀର ବିଶ୍ୱାସୀ ମାନଙ୍କୁ ଲେଖିଛନ୍ତି। পাউল এফেসে মরণ বিশ্বাস কো কাজে ଶୋଇଯାଇଛ ଉଠ, আপনি গীতে গেলে ତୁମେ ମରିଯାଇଛ ଉଠ, গোজাগানে উঠেন পে
আমি মরি যাইছি কি আবু গোজা কেন আছে ଏ ଭାବନ୍ତୁ ଆମେ ତ ଜୀବିତ ଅଛୁ এসো ওরে গ্রামে বলে চলাফেরা କରୁଛୁ আর হনর ଆମେ বায় ତ কেন ଖିଆ ପିଆ କରୁଛୁ আরে বলে জন্ম দেয় ଆମେ କେମିତି ମରିବେ আরে সেরি কেন গোজা কেন ଦିନେ বসে ଗୋଟେ ମଣ୍ଡଳର ବାଳକ মেডো মন্ডলের পারো ମଣ୍ଡଳୀରେ ତାଙ୍କର ଯେତେ ବିଶ୍ୱାସୀ ପରିବାର ଅଛନ୍ତି মন্ডলের যেতে বিশ্বাস পরিবার মিলা করে ପ୍ରତ୍ୟେକ ପରିବାରକୁ ଗୋଟେ ଗୋଟେ ଚିଠି ଲେଖିଲେ প্রত্যেক পরিবারকে মানে ওর চিঠি ওলা ସେ ଗୋଟେ ଚିଠି ଲେଖିଲେ କଣ ইনে মানে চিঠি লিখেছি না ଯେ ମୋର ମଣ୍ଡଳୀର ପ୍ରିୟ ବିଶ୍ୱାସୀ ପରିବାର ମାନେ যে আজ মন্ডলের দোলার বিশ্বাসী পরিবার কো ଆମର ମଣ୍ଡଳୀ ମରିଯାଇଛି আবু মন্ডলী গোজা কানা ତେଣୁ ଆସନ୍ତାକାଲି ସମାଧି ଦିଆଯିବ ইনামেন্তে গাপা তোপা হবা না ତେଣୁ ଆସନ୍ତାକାଲି ସମସ୍ତେ 10ଟା ସମୟରେ ଆସିବେ ইনামেন্তে গাপা 10টা সময় রোজপে ଆମ মଣ୍ଡଳୀ ମୃତ ହେଇଯାଇଛି আবু মন্ডলী গোজা কানা এই চিঠি ସମସ୍ତେ ପାଇଲେ নেই চিঠি সবেন নাম কি ସବୁ ପରିବାର ପାଇଲେ সবেন পরিবার নাম ପଢିଲେ পারাও কি দেখো ବାଳକ ଲେଖିଛନ୍ତି আরে পারো কোলা কারা ଯେ ହେ ବିଶ୍ୱାସୀ ଭାଇ ଭଉଣୀ ମାନେ এ বিশ্বাস আগামী শিখো ଆମ ମଣ୍ଡଳୀ ମରିଯାଇଛି আবু মন্ডলী গোজা কানা ଆସନ୍ତାକାଲି 10ଟା ସମୟରେ ସମସ୍ତେ ଆସିବେ গাপা 10টা সময় সবেন ଆମେ ତାହା রোজপে ସମାଧି ଦେବା আবু মন্ডলী কো তোপায়া এই চিঠি পଢିଲା ପରେ এই চিঠি পাওয়া কে পরে ବିଶ୍ୱାସୀ ମାନେ କଣ ଭାବିଲେ বিশ্বাস চিনা করছিল ନିଶ୍ଚୟ ଆମର ବାଳକର ମୁଣ୍ଡ ଖରାପ ହେଇଯାଇଛି নিশ্চয় আবু পারক বহু খারাপ ମଣ୍ଡଳୀ କେମିତି ମରିବ মন্ডলী সেদিকে গোজাইল ଆଉ ତାଙ୍କୁ କେମିତି ସମାଧି ଦିଆଯିବ সেদিকে মন্ডলী তো পাই ଆଉ ସେ ଡାକିଛନ୍ତି କାଲି 10ଟା ବେଳେ ସମସ୍ତେ ଆସିବା পরে ପରେ কে করে দোস্তান তুমি জোনা কেতে ଏତେ ଜଣ ବ୍ୟସ୍ତ ହଉଛନ୍ତି ନା କଣ କଥା? চিমি ওগর কো হর বড় তুমি চিনি କେତେ কে ଜଣ আছে ବାଳକଙ୍କୁ ମଚସା କରୁଛନ୍ତି এন্ড পারক করে তো উপতে তুমি କିନ୍ତୁ କେତେ ଜଣ କହୁଛନ୍ତି মেন্দ সিনো কাজে তুমি କାରଣଟା କଣ নেলে কারণ আছে না ଏମିତି ଚିଠି ଲେଖିବାର କାରଣ କଣ নেলে কান চিতে ওলে কারণ আছে না କେମିତି ମରିବ মন্ডলী সিনি কেতে গজুয়া ଆମେ ଯାଇକି ଦେଖିବା আবু সেনে তুমি নেলিয়া କଣ ହଉଛି ଯାଇକି ଦେଖିବା চিনা শিখে তো না নেলে আবু সেন কেতে ଦିନ ଆସିଲା ସମୟ ଆସିଲା গাপাতের সময় হজই না ସମସ୍ତେ ଛୋଟ ଠାରୁ বড় মন্ডলী সবেন হুড়িয়ে তো মারাঙ্ক ପଛରେ আই মত আছে না পা ଶୁଭା ଯାଉଛି আই মত না ସମସ୍ତ ମଣ୍ଡଳୀର ଭାଇ ଭଉଣୀ ମାନେ সবেন মন্ডলীর আগামী শিখো ଠିକ 10ଟା ପୂର୍ବରୁ ଗିର୍ଜା ଘରେ ପହଞ୍ଚି ଯାଇଛନ୍ତି ঠিক 10টা মধ্যে গির্জা ঘরକୁ বিটা কেনা ଗିର୍ଜା ଘରେ ପହଞ୍ଚି ସମସ୍ତେ ଗିର୍ଜା ଶୁଣେଇକି ବସିଛନ୍ତି ଗିର୍ଜା ଘର ବିଟା ସବେनको ଆକୁ ମେଟ୍ ମୁଁ ବସକୁ ଦେବେ କେନେ ବାଳକ ଡାକିବାର ଉଦ୍ଦେଶ୍ୟଟା କଣ ପାରକୁ କିଆ କେତେ କାରଣ ଅଛି ନା ଚିଠିରେ ଲେଖିଛନ୍ତି ମଣ୍ଡଳୀ ମରିଯାଇଛି ଆମେ ତାଙ୍କୁ ଖବର ଦେବା ନେ ଚିଠି ଯୋଉ করে মন্ডলী বলে কেনা ইনাকু টোপায়া ଏହାର ଉଦ୍ଦେଶ୍ୟ କଣ নিরা মানে সিনা ମଣ୍ଡଳୀ ଗିର୍ଜା ଘରର ଏବଂ ବେଦୀ ଅଛି গির্জা ঘর কোন বেবি মিনা ତା ତଳେ এ লাতার রে ଗୋଟେ କଫିନ ବାକ୍ସ মেন্ড তরুপাতে বাক্স মিনা କଫିନ ବାକ୍ସ ମାନେ ମନେ ବୁଝୁଛନ୍ତି ନା অকন বাক্স তোকা ସହରକୁ ଜାଗାରେ ରଖାଯିବ অকন রে গয় হমো কেমেতে বাক্স ସେ କଫିନ ବାକ୍ସ ଅଛି এন